এই দুনিয়ার পুত্র পত্নী ও বন্ধু বান্ধব সহোদর এই জন্য বলতে না। মহারানী গীতাঞ্জলি স্বামী ସେ ବେସାହାରା ଲୋକଟା ଦେଖିଲେ ବୁଢ଼ା ବୟସଟା ହେଇଗଲାଣି, ସ୍ୱାମୀ ତାକୁ ବିଚାର କରିବା ମହାରାଣୀ, ଆଉ ଆମ ରାଜ୍ୟରେ ତାହାକୁ ଆଶ୍ରୟ ଦେବା। ମହାରାଜ ଏ ହତଭାଗା ତାହା ହିଁ ଚାହେଁ। ବାବା ବାବା ତାହେଲେ ତମ ପରିଚୟଟା ଦେଲଣି? ମୋ ନାଁ ହେଉଛି ଚିନ୍ତାମଣି। ମହାରାଜ ମୋ ନାମ ହେଉଛି ଚିନ୍ତାମଣି। ଆଚ୍ଛା, ଚିନ୍ତାମଣି। ଆଉ ତମ ରାଜ୍ୟ ନା? ସେ କଥା ଆଉ କଣ? ମୋ ପୁତ୍ର ପତ୍ନୀ ଚାଲିଗଲା ଦିନ ଠାରୁ ମୋ ରାଜ୍ୟର ନାଁ ମଧ୍ୟ ଭୁଲି ଯାଇଛି। ତମ ଠିକଣାଟା ନାହିଁ? ମୋର ଆଉ କିଛି ଠିକଣା ନାହିଁ। ଠିକ ଅଛି ବାବା, ତାହେଲେ ଗୋଟିଏ କଥା ଆପଣଙ୍କୁ କରିବାକୁ ହେବ। କି କଥା ମହାରାଜ? ଆପଣ ଯାହା ଦାୟିତ୍ୱ ଦେବେ ମୁଁ ତୁଲାଇବାକୁ ସକ୍ଷମ ଅଛି। ତାହେଲେ ନିଶ୍ଚୟ ଆମ କହିଲା କଥାକୁ ମାନିବ ନା? ନିଶ୍ଚୟ ଅକ୍ଷରେ ଅକ୍ଷରେ ପାଳନ କରିବି। ମୋର ଶେଷ ବିନ୍ଦୁ ରକ୍ତ ଥିବା ଯାଏ ମୁଁ ଆପଣଙ୍କର ସେବାରେ ରହିଥିବି। ତ ବାବା, ମୁଁ ଗୋଟିଏ କଥା କହିବି। କୁହନ୍ତୁ ମହାରାଜ। ଆମ ରାଜ୍ୟ ସିଂହାସନରେ ତ ସମସ୍ତ ପଦ ପଦବୀରେ ଅଛନ୍ତି, ହଁ ମହାରାଜ। ହେଲେ ଗୋଟିଏ ସ୍ଥାନ ଖାଲି ଅଛି। କେଉଁ ସ୍ଥାନ ମହାରାଜ? ସେହି ସ୍ଥାନ ହେଉଛି ଏଇ ଆମର ସେହି ମଶାନ ଘାଟଟା। ହେଲେ ମୋତେ ମଶାଣ ଘାଟରେ କ'ଣ କରିବାକୁ ପଡ଼ିବ ମହାରାଜ? ତାହେଲେ ବାବା, ତମକୁ କିଛି କରିବାକୁ ହେବନି। ତମେ ଗୋଟିଏ ବୃଦ୍ଧ ଲୋକ, ଖାଲି ସେ ମଶାନ ଘାଟରେ ଜଗି ଦେଖୁଥିବ, କିଏ ମରୁଛି, କିଏ ଆସୁଛି, କିଏ ଯାଉଛି। ସେମିତି ବାର୍ତ୍ତାଟା ଆମ ସେ ରାଜମହଲକୁ ପହଞ୍ଚାଇବେ। ଠିକ୍ ଅଛି ମହାରାଜ, ମୁଁ ଆପଣଙ୍କର ଆଦେଶକୁ ନିଶ୍ଚୟ ପାଳନ କରିବି। ଦିନେ ମଧ୍ୟ ତ୍ରୁଟି କରିବି ନାହିଁ ମହାରାଜ। ମୋତେ କେବଳ ଖଣ୍ଡେ ଖାଇବାକୁ ଆଉ ଖଣ୍ଡେ ପିନ୍ଧିବାକୁ ଦେଲେ ହେଲା। ମୁଁ ଆପଣଙ୍କର ପାଉଣା ପତ୍ର କିଛି ମାଗିବିନି ମହାରାଜ। ବାବା, ଆରେ ଏ ଦୁନିଆରେ ସମସ୍ତ ଲୋକ ଚାକରି କରନ୍ତି, କାମ କରନ୍ତି, ଆଉ ରୋଜିକୁଲି କରନ୍ତି। ସମସ୍ତଙ୍କୁ ତ ଟଙ୍କାଟା ଦରକାର। ନା ମହାରାଜ, ମୋର ସେଇ ସବୁ କିଛି ଲାଳସା ନାହିଁ। ଯେହେତୁ ମୋର ପୁତ୍ର ପତ୍ନୀ ଠାରୁ ସମସ୍ତେ ଅଲଗା, ଏ ଦୁନିଆରେ ମୁଁ ଅଲଗା। ମୁଁ ବା ଏ ଅର୍ଥ ନାହିଁ, ରଖିବି କୋଉଠି ଆଉ ଦେବି ବା କାହିଁକି? ମୋତେ କେବଳ ପିନ୍ଧିବାକୁ ଦେଲେ ହେଲା। ମହାରାଣୀ ଗୀତାଞ୍ଜଳି, ଆସ। ସେ କହୁଛନ୍ତି Asa
ସେଇ ବିଶାଳ ଗଛକୁ ଯିବା। ଚାଲନ୍ତୁ ସ୍ୱାମୀ ଚାଲନ୍ତୁ।